ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 5 ତାରିଖ ଶୁକ୍ରବାର। ଚାଲନ୍ତୁ ଜାଣିନେବା 12ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଭାରତରେ ପହଞ୍ଚିଲେ ପୁତିନ, କୁଣ୍ଢେଇ ପକାଇଲେ ମୋଦି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ 2 ଦିନିଆ ଗସ୍ତରେ ଗୁରୁବାର ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରରେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀମାନେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ବିମାନବନ୍ଦରରେ ପାଛୋଟି ନେବାର ନିୟମ ନଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବିରଳ କୂଟନୈତିକ ସୌଜନ୍ୟତା ଭାରତ ରୁଷ ସମ୍ପର୍କ ଗୁରୁତ୍ୱକୁ ଦର୍ଶାଉଛି। ମୋଦି ଦିଲ୍ଲୀର ପାର୍ଲୋମ ବିମାନବନ୍ଦରରେ ପୁତିନଙ୍କୁ ସ୍ୱାଗତ କରିବା ପରେ ଉଭୟ ନେତା ଏକାଠି ଗୋଟିଏ କାରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ସାଂଘାଇ ସହଯୋଗ ସମ୍ମିଳନୀ SCO ସମୟରେ ଉଭୟ ନେତା ଚାଇନାର ତିଆଜିନରେ ପୁତିନଙ୍କ କାରରେ ଯାତ୍ରା କରିବା ପରେ ଏହା ଦ୍ୱିତୀୟ ଥର ପାଇଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଉଭୟଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କକୁ ଦର୍ଶାଉଛି। ବଡ଼ ବିମାନ ଦୁର୍ଘଟଣା, ଅଳ୍ପକେ ବଞ୍ଚିଗଲା ପାଇଲଟଙ୍କ ଜୀବନ। ତାଲିମ ସମୟରେ ଘଟିଥିଲା ଦୁର୍ଘଟଣା। କାଲିଫୋର୍ଣ୍ଣିଆର ଏକ F-16 ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକା ବାୟୁସେନା LT ଥଣ୍ଡରବର୍ଡ ସ୍କ୍ୱାଡ୍ର ଏକ F-16 ଲଢୁଆ ବିମାନ କାଲିଫୋର୍ଣ୍ଣିଆର ଟ୍ରୋନା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। ପାଇଲଟ ସଫଳତା ସହ ନିଜ ଜୀବନ ବଞ୍ଚାଇଛନ୍ତି। ତେବେ ଏହି ବଡ଼ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚାଲିଛି। ଡେଥ୍ ଭ୍ୟାଲିର ଦକ୍ଷିଣରେ ଏକ ଦୁର୍ଗମ ମରୁଭୂମି ଅଞ୍ଚଳରେ ଏହି ଘଟଣା ଘଟିଛି। ମଦ ପିଇବାକୁ ଟଙ୍କା ନ ଦେବାରୁ ମାଆକୁ ଜାଳିଦେଲା ନୃଶଂସ ପୁଅ। ମଦ୍ୟପ ପୁଅର ଉନ୍ନତ କାଣ୍ଡ। ମଦ ପିଇବାକୁ ଟଙ୍କା ନ ଦେବାରୁ ଜନ୍ମ କଲା ମାଆକୁ ଜାଳିଦେଲା ନୃଶଂସ ପୁଅ। ମାଆକୁ ନିଆଁରେ ପୋଡ଼ି ଦେଇଥିବା ଗ୍ରାମବାସୀଙ୍କ ଅଭିଯୋଗ ଗୁରୁତର। ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡପୁର ଗାଁରେ ଘଟିଛି ଏପରି ଅମାନୁଷିକ ଘଟଣା। ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ ନିଶା ଖାଇବାକୁ ମାଆଙ୍କୁ ଟଙ୍କା ମାଗିଲା ପୁଅ। ମାଆ ଟଙ୍କା ନ ଦେବାରୁ ପେଟ୍ରୋଲ ଢାଳି ମାଆକୁ ଜାଳିଦେଲା ପୁଅ। ସମ୍ପର୍କୀୟ ଓ ପାଖ ପଡ଼ୋଶୀ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି। ଜାଡ଼ରେ ଥରୁଛି ସାରା ଓଡ଼ିଶା। ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ। ଆଜିଠାରୁ ପୁଣି ବଢ଼ିଲା ଥଣ୍ଡା। ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିଛି। ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ 4 ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଲୋକସଭାରେ ପାରିତ ହେଲା କେନ୍ଦ୍ରୀୟ ଅବକାରୀ ବିଲ୍। ସଂସଦ ଶୀତ ଅଧିବେଶନ ତୃତୀୟ ଦିନରେ ଲୋକସଭାରେ କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ 2025 ବାଚନିକ ଭୋଟରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ବିଲ୍କୁ ଗୃହରେ ଆଗତ କରିଥିଲେ। ଏହି ବିଲ୍ ଅନୁଯାୟୀ ତମାଖୁ ଓ ସ୍ମୋକିଂ ଉତ୍ପାଦ ଉପରେ ଟିକସ ଲାଗୁ କରାଯିବ। ବର୍ତ୍ତମାନ GST ଅନୁଯାୟୀ ତମାଖୁ ଜାତୀୟ ଉତ୍ପାଦ ପରେ ଟିକସ ଲାଗୁ କରାଯାଇଥିବା ବେଳେ ଏହାକୁ ପରିବର୍ତ୍ତନ କରାଯିବ। ନୂଆ ବିଲ୍ ଅନୁଯାୟୀ ବିଭିନ୍ନ ପ୍ରକାର ସିଗାରେଟ ଉପରେ ଅବକାରୀ ଟିକସ ଲାଗୁ କରାଯିବ। ଅନିୟମିତ ତମାଖୁ ଉପରେ 60ରୁ 70% ଅବକାରୀ ଟିକସ ଲାଗୁ କରାଯିବ। ମନ୍ତ୍ରୀ କହିଥିଲେ ଯେ ତମାଖୁ ଚାଷରୁ ଦୂରେଇ ରହିବାକୁ ସରକାର କୃଷକମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଛତିଶଗଡ଼ ବିଜାପୁରରେ ପୁଣି ଏନକାଉଣ୍ଟର, ଆଉ 3 ମାଓବାଦୀ ନିହତ। ଛତିଶଗଡ଼ରେ ପୁଣି ଏକ ବଡ଼ ଏନକାଉଣ୍ଟର। ଛତିଶଗଡ଼ ବିଜାପୁର ଏନକାଉଣ୍ଟରରେ ଆଉ 3 ମାଓବାଦୀ ନିହତ ହୋଇଥିଲେ ଖବର ମିଳିଛି। କାଲି 12 ମାଓବାଦୀ ନିହତ ହୋଇଥିଲେ। ତେବେ ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଏବେ ବି ସୁରକ୍ଷା କର୍ମୀଙ୍କ ପକ୍ଷରୁ ଜୋରଦାର ଜାରି ରହିଛି ଅପରେସନ। ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ଛତିଶଗଡ଼ ବିଜାପୁରରେ ଗତକାଲି ପୁଣି ବଡ଼ ଧରଣର ଏନକାଉଣ୍ଟର ହୋଇଥିଲା। ପୁଣି ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ ଜରୁରୀ ଅବତରଣ। ମଦିନାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀ ଅବତରଣ। ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ଦାବି କରିବା ପରେ ବିମାନକୁ ଅହମ୍ମଦାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା। ଏହି ଖବର ଶୁଣିବା ପରେ
କୁମେମ୍ବସ୍ ତୁରନ୍ତ ଖବର ପାଇଲଟ ଏବଂ ସୁରକ୍ଷା ଏଜେନ୍ସିକୁ ଦେଇଥିଲେ। ବିମାନରେ ମୋଟରେ 180 ଜଣ ଯାତ୍ରୀ ରହିଥିଲେ। ଖବର ମୁତାବକ ମଦିନାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ ନିଜ ପାଖରେ ବୋମା ଥିବା କହିଥିଲେ। ଏହା ଶୁଣିବା ପରେ କ୍ରୁ ମେମ୍ବର୍ସ ଏବଂ ଅନ୍ୟ ଯାତ୍ରୀ ଆଲର୍ଟ ହୋଇଯାଇଥିଲେ। ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦେବା ପରେ ବିମାନକୁ ଅହମ୍ମଦାବାଦ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା। ସକାଳ 11:30ରେ ବିମାନଟି ଅହମ୍ମଦାବାଦର ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା। ଏହାପରେ କଲିକତା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ 32,000 ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ଆଦେଶ ବାତିଲ। ପଶ୍ଚିମବଙ୍ଗରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ମାଧ୍ୟମରେ ହୋଇଥିବା ନିଯୁକ୍ତି ଅନିୟମିତତା ମାମଲାରେ ଜଣକିଆ ଖଣ୍ଡପୀଠ ଦ୍ୱାରା 32,000 ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ଆଦେଶକୁ ଆଜି କଲିକତା ହାଇକୋର୍ଟର 2 ଜଣିଆ ଖଣ୍ଡପୀଠ ବାତିଲ କରିଦେଇଛନ୍ତି। ଜଷ୍ଟିସ୍ ତପୋବ୍ରତ ଚକ୍ରବର୍ତ୍ତୀ ଓ ଜଷ୍ଟିସ୍ ଋତୁପର୍ଣ୍ଣ କୁମାର ମିଶ୍ରଙ୍କ ଖଣ୍ଡପୀଠ ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ବର୍ତ୍ତମାନ ବିଜେପି ସାଂସଦଙ୍କ 2023 ଆଦେଶକୁ ରଦ୍ଦ କରି ଉକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପୁନଃସ୍ଥାପିତ କରିଛନ୍ତି। ନକଲି ନାଲ୍କୋ ଅଧିକାରୀ ଗିରଫ। ଚାକିରି ଦେବା ଆଳରେ ଠକିଥିଲେ। ଚାକିରି ଦେବା ଆଳରେ ଠକିଥିଲେ ଠକ। ଗୁଜରାଟର ଠକ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ଅଭିଯୁକ୍ତ ସନ୍ତୋଷ କୁମାର ବରଦା ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ବରଦା ଗିରଫ କରାଯାଇଛି। ନିଜକୁ ନାଲ୍କୋ ବରିଷ୍ଠ ଅଧିକାରୀ କହି ଲଗାଇଥିଲେ ଚୂନା। ଠକେଇରେ ସହଯୋଗ କରୁଥିଲେ ଠକର ପତ୍ନୀ। ଉଭୟ ଦମ୍ପତିଙ୍କୁ ଗିରଫ କରିଛି କମିଶନ।